ତୁଳସୀ ଗଛ ଶୁଖିଗଲେ ଅଶୁଭ ଲକ୍ଷଣ ହୋଇଥାଏ। ତୁଳସୀ ଗଛର ବୃଦ୍ଧି ହେଲେ ଶୁଭ ଲକ୍ଷଣ ହୋଇଥାଏ। ବୁଧବାର କିନ୍ନରଙ୍କୁ, ଶନିବାର ଛୋଟା ବ୍ୟକ୍ତିଙ୍କୁ, ରବିବାର ଅନ୍ଧ ବ୍ୟକ୍ତିଙ୍କୁ ଦାନ କଲେ ଶୁଭ ଫଳ ମିଳିଥାଏ। ଅନ୍ଧାରୁଆ ସ୍ଥାନରେ ଏକୁଟିଆ ବସନ୍ତୁ ନାହିଁ କିମ୍ବା ଭୋଜନ କରନ୍ତୁ ନାହିଁ। ନାରୀମାନେ ରାତିରେ ଶୋଇବା ବେଳେ କେଶ ଖୋଲା କରି ଶୋଇବା ଉଚିତ ନୁହଁ। ମୁହଁରେ ବ୍ରଣ ହେଉଥିଲେ ଡାଳଚିନି ଗୁଣ୍ଡରେ ମହୁ ମିଶାଇ ମୁହଁରେ ଲଗାନ୍ତୁ। ଆଣ୍ଠୁଗଣ୍ଠି ବିନ୍ଧା ହେଉଥିଲେ ଚାରେ ଅଦା ପକାଇ ପିଅନ୍ତୁ ଏବଂ ଦିନରେ ଖାଇବା ବେଳେ 5ଟି ଲବଙ୍ଗ ଖାଆନ୍ତୁ। ପେଟରେ ଗ୍ୟାସ୍ ସମସ୍ୟା ଥିଲେ ଖାଇବା ପରେ ଜୁଆଣି ଖାଆନ୍ତୁ ଏବଂ ପ୍ରତ୍ୟେକ ଖାଦ୍ୟ ପ୍ରସ୍ତୁତିରେ ହେଙ୍ଗୁ ବ୍ୟବହାର କରନ୍ତୁ। ଯୌବନକୁ ଅଧିକ ଦିନ ରଖିବା ପାଇଁ ଗାଜର ଖାଆନ୍ତୁ। ସବୁ ପ୍ରକାର କୋଳି ଖାଆନ୍ତୁ। ହଳଦୀ ପାଣି ପିଅନ୍ତୁ। ପିତୃପୁରୁଷମାନଙ୍କର ଫଟୋ ଦକ୍ଷିଣ ପଶ୍ଚିମ ଦିଗର କାନ୍ଥରେ ନ ଲଗାଇ ଉତ୍ତର ଦିଗର କାନ୍ଥରେ ଲଗାନ୍ତୁ। ରାତିରେ ଯଦି ଘୁଙ୍ଗୁଡ଼ି ମାରୁଥାନ୍ତି ତେବେ ଗୁଜୁରାତି ଖାଇ ଉଷୁମ ପାଣି ପିଅନ୍ତୁ। ଏଥିରେ ପେଟର ଚର୍ବି ଅଂଶ କଟିଯାଏ। ନାରୀମାନେ ସର୍ବଦା ମଝି ସୀତାଣ୍ଡିରେ ସିନ୍ଦୁର ପିନ୍ଧିବା ଉଚିତ। ନାରୀମାନେ ସ୍ନାନ ପରେ ନିଜର ଆଙ୍ଗୁଳିରେ ସିନ୍ଦୁର ପିନ୍ଧନ୍ତୁ ନାହିଁ। କେବଳ ରୂପା କଣ୍ଟା ଏବଂ ଛିଙ୍କ କାଠିରେ ସିନ୍ଦୁର ପିନ୍ଧନ୍ତୁ। ଖାଇ ସାରିବା ପରେ ହାତରେ ପଛପଟକୁ ଚାଟନ୍ତୁ ନାହିଁ। ଘର ଭିତରେ ନଖ କାଟନ୍ତୁ ନାହିଁ। ଗର୍ଭବତୀ ନାରୀ ଏବଂ ଛୋଟ ପିଲାମାନଙ୍କ ପାଇଁ କମଳା ରସ ଅମୃତ ତୁଲ୍ୟ ହୋଇଥାଏ। ଯଦି ଛୁଆ ଅନବରତ କାନ୍ଦୁଥାଏ ତେବେ ତାର ଶୋଇବା ଶେଯକୁ ମୟୂର ପୁଚ୍ଛରେ କିଛି ଦିନ ଘଷନ୍ତୁ ଏବଂ କୁଶ ଆସନରେ ବିଛଣା କରି ପିଲାଙ୍କୁ ଶୋଇବାକୁ ଦିଅନ୍ତୁ। ଘୋଡ଼ାର କେଶକୁ ଯଦି ଛୋଟ ପିଲାମାନଙ୍କ ବେକରେ ବନ୍ଧାଯାଏ ତେବେ ଛୋଟ ପିଲାମାନଙ୍କର ଚମକିବା ଏବଂ ଦାନ୍ତ ରଗଡ଼ା ବନ୍ଦ ହୋଇଥାଏ। କେଶ ଉପୁଡ଼ୁଥିଲେ ଲୁଣ ଗୁଣ୍ଡ ଏବଂ ଦୁଦୁରା ପତ୍ରର ରସ 7 ଦିନ ଲେଖାଏଁ ମୁଣ୍ଡରେ ଲଗାନ୍ତୁ। ସକାଳୁ ପ୍ରଥମ କୁଳୁକୁଳା ପାଣିରେ ଆଖି ଧୋଇଲେ କୌଣସି ଆଖି ରୋଗ ରହିବ ନାହିଁ। ମୁହଁରେ କଳା ଦାଗ ଥିଲେ ଶିମୁଲି ଗଛର କଣ୍ଟାକୁ ଗାଈର କାଞ୍ଚ କ୍ଷୀରରେ ବାଟି 15 ଦିନ ମୁହଁରେ ଲଗାନ୍ତୁ ଏବଂ ଅରଖ ଗଛର କ୍ଷୀର ସହିତ ହଳଦୀ ବାଟି ମୁହଁରେ ଲଗାଇଲେ ଦାଗ ଲିଭିଯାଏ। ଛୁଆ ଜନ୍ମଠାରୁ ବର୍ଷକ ପର୍ଯ୍ୟନ୍ତ ଥଣ୍ଡା ଲାଗି ରହିଲେ ତୁଳସୀ ପତ୍ର ମହୁ ଛୁଆକୁ ଦିଅନ୍ତୁ ଏବଂ ଛୁଆର ମା ବର୍ଷକ ପର୍ଯ୍ୟନ୍ତ ନଡ଼ିଆ ଓ ଦହି ଖାଇବେ ନାହିଁ। ରାତିରେ ଶୋଇବା ବେଳେ ମୁଣ୍ଡ ପାଖରେ ଦଉଡ଼ି କିମ୍ବା ଲୁଣ ପାତ୍ର ରଖନ୍ତୁ ନାହିଁ। ଛୋଟ ପିଲା ଚମକୁଥିଲେ ଶୁକ୍ରବାର ଦିନ ଗାଈର ଲାଞ୍ଜରେ ଝାଡ଼ିଲେ ଚମକିବା ଦୂର ହୋଇଥାଏ। ମାର କ୍ଷୀର ହେଉନଥିଲେ କପା ପତ୍ରର ରସ 2 ଚାମଚ 7 ଦିନ ଖାଇଲେ ଅଧିକ କ୍ଷୀର ହୋଇଥାଏ। ନାରୀମାନେ ପ୍ରତ୍ୟେକ ଦିନ ସ୍ନାନ ପରେ ସିନ୍ଦୁର ପିନ୍ଧିବା ସହିତ ନିଜ ଗଭାରେ ଏକ ଧଳା ରଙ୍ଗର ଫୁଲ ପିନ୍ଧନ୍ତୁ। ଅନେକ ଶୁଭ ଫଳ ପ୍ରାପ୍ତ ହେବ। ସିନ୍ଦୁର ପିନ୍ଧିବା ବେଳେ ଯଦି ଫରୁଆଟି ହାତରୁ ଖସି ପଡ଼େ କିମ୍ବା ମଙ୍ଗଳସୂତ୍ର ଛାଡ଼ିଗଲେ ମା ବୃନ୍ଦାବତୀଙ୍କ ପାଖରେ ଦୀପଟିଏ ଜାଳିବା ସହିତ ବେଗୁନିଆ ଡାଳଟିଏ ଭାଙ୍ଗିଦେବା ଉଚିତ। ବହୁ ବାପ ଘରେ ଆଉ ଶାଶୁ ଘରେ ଏକା ଦିନରେ ଭୋଜନ କଲେ ଅମଙ୍ଗଳ ହୋଇଥାଏ। ପୁରୁଷର ଡାହାଣ ହାତ ପାପୁଲି ଓ ନାରୀର ବାମ ହାତ ପାପୁଲି କୁଣ୍ଡାଇ ହେଲେ ଶୁଭ ଫଳ ମିଳିଥାଏ ଏବଂ ପୁରୁଷର କାନରେ କେଶ ବଡ଼ିରେ ଶୁଭ ହୋଇଥାଏ। ବାଥରୁମରେ ଉଲଗ୍ନ ହୋଇ ଗାଧନ୍ତୁ ନାହିଁ। ସନ୍ତାନ ପ୍ରାପ୍ତି ହେବାର 1 ବର୍ଷ ପର୍ଯ୍ୟନ୍ତ ମା ମାନେ 3ଟି ଦ୍ରବ୍ୟ ଖାଇବା ଅନୁଚିତ। ସେଗୁଡ଼ିକ ହେଲା ପଣସ, ଶୁଖୁଆ, ତାଳ। ମା ମାନେ 5 ଜାଗାରେ ସିନ୍ଦୁର ପିନ୍ଧିବା ଉଚିତ। ଆଜ୍ଞାଚକ୍ର, ସିନ୍ଥି, କାନ, ଗଳା